ଗୁରୁବାର ଦିନ ଅଟା ଡବାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ। ଘରେ ଅନ୍ନ ଏବଂ ଧନର ଅଭାବ ରହିବନି। ଦର୍ଶକ ବନ୍ଧୁ, ପୁଣି ଥରେ ଆଜିର ଭିଡ଼ିଓଟିକୁ ପ୍ରାରମ୍ଭ କରୁଛି। ଆଜିର ଏହି ଭିଡ଼ିଓଟି ପ୍ରତ୍ୟେକ ଗୁରୁବାର ଉପରେ। ଆପଣମାନେ ଯଦି ଗୁରୁବାର ଦିନ ଗୋଟିଏ ଜିନିଷ ଆପଣଙ୍କ ଘରେ ଥିବ, ଅଟା ଡବାରେ ନିଶ୍ଚୟ ରଖିଦିଅନ୍ତୁ। ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ଉପାୟଟି ଆପଣ ନିଶ୍ଚୟ କରନ୍ତୁ। ଦେଖିବେ ଆପଣଙ୍କର ଧନଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଦର୍ଶକ ବନ୍ଧୁ, ଆମେ ବହୁତ ସାରା ଉପାୟ କରୁଛେ। ଯଦି ଆମର ଠାକୁରଙ୍କ ଉପରେ ବିଶ୍ୱାସ ନଥାନ୍ତା, କ'ଣ ଆମେ ପୂଜା କରିଥାନ୍ତେ? ଆମର ବିଶ୍ୱାସ ଯେ ଈଶ୍ୱର ଅଛନ୍ତି, ବିଶ୍ୱାସ ଅଛି ଯେ ମା ବୃନ୍ଦାବତୀ ବି ଅଛନ୍ତି। ଆମ ଘରର ମୁଖ୍ୟ ଦ୍ୱାରରେ ମା ବୃନ୍ଦାବତୀକୁ ଆମେ ସବୁଦିନ ପୂଜା କରୁଛେ। ଆମ ଘରର ସୁଖ ସମୃଦ୍ଧି ପ୍ରଦାନ କରିବେ ସେଇଥିପାଇଁ। ତେଣୁ ମା ବୃନ୍ଦାବତୀକୁ ମା ହିସାବରେ ଆମେ ପ୍ରତିଦିନ ପୂଜା କରୁଛେ। 33 କୋଟି ଦେବାଦେବୀ ଅଛନ୍ତି ବୋଲି ଆମେ ଅଲଗା ଅଲଗା ବାର ଦିନ ସବୁ ଦେବାଦେବୀଙ୍କୁ ମାନୁଛେ। ଆମର ବିଶ୍ୱାସ ଅଛି ଯେ ଈଶ୍ୱର ଅଛନ୍ତି। ସନାତନ ଧର୍ମରେ ଏମିତି ଏକ ଗଛ ଅଛି, ତାର 11ଟି ପତ୍ର। ଗୁରୁବାର ଦିନ ଅଟା ଡବାରେ ରଖିଦେବେ। ତାପରେ ଆପଣ ଦେଖିବେ ରାତାରାତି କେମିତି ଆପଣଙ୍କ ଭାଗ୍ୟ ବଦଳି ଯାଉଛି। ହଁ ଦର୍ଶକ ବନ୍ଧୁ, ନିଶ୍ଚୟ ବଦଳିବ। ଆପଣ ଖାଲି ଗୁରୁବାର ଦିନ ଏହି ଉପାୟଟି ଥରେ କରିକି ଦେଖନ୍ତୁ। ଦେଖିବେ ଆପଣଙ୍କ ଭାଗ୍ୟ ନିଶ୍ଚୟ ପୁରା ବଦଳିଯିବ, ପୁରା ଚମକି ଉଠିବ। ମାତ୍ର କିଛି ଦିନ ଭିତରେ ଆପଣ ଦେଖିବେ ଯେ ଆପଣଙ୍କ ଘରକୁ ଏତେ ଟଙ୍କା ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ଯେଉଁ ଧନଗତ ସମସ୍ୟା, ଅର୍ଥ ଅଭାବ ଦେଖା ଦେଉଥିଲା, ତାହା ସବୁ ଦୂର ହୋଇଯିବ। କେବଳ ବିଶ୍ୱାସ କରନ୍ତୁ ଦର୍ଶକ ବନ୍ଧୁ, ଏହି ଉପାୟଟିକୁ ନିଶ୍ଚୟ କରିକି ଦେଖନ୍ତୁ। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ ଏବଂ ମୋ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଦର୍ଶକ ବନ୍ଧୁ, ରୋଷେଇ ଘରେ ଏମିତି ବହୁତ ସାରା ଜିନିଷ ରହିଛି ଯାହାକି ଆମେ କେବେ ସାରିବାକୁ ଦେଇନଥାଉ। ଯାହାକି ଚାଉଳ, ଅଟା, ଲୁଣ, ହଳଦୀ, ଚିନି ଏବଂ ତେଲ। ଏହାକୁ ସରିବା ଆଗରୁ ହିଁ ଆମେ ଷ୍ଟୋର କରିକି ଘରେ ରଖିଥାଉ କି ସରିବା ଆଗରୁ ଆମେ ସାଙ୍ଗେ ସାଙ୍ଗେ ଆଣି ଦେଇଥାଉ। ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ତ ନିଶ୍ଚୟ ଥିବ, ଯାହାଦ୍ୱାରା ଆପଣଙ୍କୁ ମା ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ ମିଳିଥାଏ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ତାଙ୍କ ପୂର୍ବଜମାନଙ୍କୁ ବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପଚାରନ୍ତୁ। ସେମାନେ ପୂର୍ବରୁ ଏହି କାମଟି ଷ୍ଟାର୍ଟ କରିଦେଇଛନ୍ତି। ଏହି ଜିନିଷ ଗୁଡ଼ାକ କେବେ ବି ସାରିବା ଉଚିତ ନୁହେଁ। ତେଣୁ ଦର୍ଶକ ବନ୍ଧୁ, ଆଗ କାଳରେ ତ ଫ୍ରିଜ ନଥିଲା, ଏକାଥରକେ ଅଟା ଚକଟିକି ରଖିଦେଉଥିଲେ। ତାପରେ ଯେତେବେଳେ ଦରକାର ହେଉଥିଲା, ସେହି ଅଟା ଚକଟାକୁ ବାହାରିକି ଟିକେ କରୁଥିଲେ, ପୁଣି ରଖିଦେଉଥିଲେ। କିନ୍ତୁ ଏମିତି କରିବା ଜମା ବି ଭଲ କଥା ନୁହେଁ। ଆପଣ ଯେତିକି ବି ଅଟା ଦଳିଥିବେ, ପୁରା ରୁଟି ବେଲିବେ। ବଳକା ଅଟାକୁ ରଖିଲେ ଆଉ ସେଇ
ଅଟାକୁ ଯଦି ଆପଣ ପରେ ରୁଟି ବନେଇବେ ତାହେଲେ ଏହା ବାସ୍ତୁ ଦୋଷ ରହିଥାଏ। ତେଣୁ ଏହିପରି ଭୁଲ କେବେ ବି କରିବେ ନାହିଁ। ଏହା ଅମଙ୍ଗଳ ହୋଇଥାଏ। ଘରକୁ ରୋଗ ମାଡ଼ି ଆସିଥାଏ କି ଯାହାର ବି ଘରେ ରୋଗ ହେଉଥିବ ଏମିତି କଲେ ଜମା ବି ରୋଗ ଛାଡ଼ି ନଥାଏ। ମେଡ଼ିସିନ ଯେତେ ଖାଇଲେ ବି ମେଡ଼ିସିନ ଦେହ ଉପରେ କିଛି ବି ପ୍ରଭାବ ପକାଇ ନଥାଏ। ମେଡ଼ିସିନ କାମ ଦେଇନଥାଏ। କିଛି ନା କିଛି ସମସ୍ୟା ଘରେ ଲାଗି ରହିଥାଏ। ଅଶାନ୍ତି ବଢ଼େଇବ। ଏବଂ ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ଆପଣ କେବେ ବି ବଳକା ଅଟାକୁ ଫ୍ରିଜରେ ରଖନ୍ତୁ ନାହିଁ। ଯେତେବେଳେ ବି ଅଟା ଚଟକୁଛନ୍ତି ତ ଆପଣ ସେତିକି ଅଟା ଚଟକନ୍ତୁ ଯେତିକି ଆପଣ ଖାଇବେ। ଅଧିକା ବଳି ଯାଉଥିବା ଅଟାକୁ ବି ଆପଣ ବନେଇ ଦିଅନ୍ତୁ। କିନ୍ତୁ କେବେ ବି ଅଟାକୁ ଚକଟିକି ରଖିବେ ନାହିଁ ଷ୍ଟୋର କରିକି। ଏବଂ ରାତିରେ ପ୍ରଥମ ଖାଇବା ଆପଣ କୁକୁରକୁ ଦେବେ ଏବଂ ସକାଳେ ହେଉଛି ଆପଣ ପ୍ରଥମ ଖାଇବା ଗାଈକୁ ଦେବେ। ପଶୁ ପକ୍ଷୀକୁ ବି ନିହାତି ଦିଅନ୍ତୁ। ଏବଂ ଆମ ମଣିଷମାନଙ୍କର କର୍ମ ଏଇଟା ଯେ ଯେଉଁମାନେ କଥା କହିପାରୁନାହାନ୍ତି ସେମାନଙ୍କୁ ଆମେ କିଛି ନା କିଛି ଖାଇବାକୁ ଦେବା। ଯାହାର ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ। ଦର୍ଶକ ବନ୍ଧୁ, ଚାଲନ୍ତୁ ଏବେ ଜାଣିବା ଯେ ଅଟା ଡବାରେ ଏମିତି କ'ଣ ରଖିବା ଦ୍ୱାରା ଆପଣଙ୍କର ଧନଗତ ସମସ୍ୟା ଦୂର ହେବ। କେଉଁ ନା କେଉଁ ଆଡ଼ୁ ଆପଣଙ୍କ ଘରକୁ ଅର୍ଥ ଆସିବ। ସେଥିଲାଗି ଅଟା ଡବାରେ ଆପଣ ଏଇ ଜିନିଷଟା ରଖିଦିଅନ୍ତୁ। କେବଳ ଗୁରୁବାର ନୁହେଁ, ଗୁରୁବାର ଏବଂ ଶୁକ୍ରବାର ଦିନ କଲେ ଆପଣ ଚାହିଁଲେ ବି ଏଇଟା କରିପାରିବେ। ମୁଁ ଆଜି କହିବି ଯେ ଗୁରୁବାର ଦିନ ଆପଣ ଅଟା ଡବାରେ କ'ଣ ରଖିଲେ ଆପଣଙ୍କର ଲାଭ ହେବ। ଏହି ଉପାୟଟି ନିଶ୍ଚୟ ଥରେ କରିବେ। ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ଏହି ଉପାୟଟିର ଲାଭ ଉଠାଇ ପାରିବେ। କାଲି ହେଉଛି ଗୁରୁବାର। ତେଣୁ ଆପଣ ଗୁରୁବାର ଦିନ 11ଟି ତୁଳସୀ ପତ୍ରକୁ ତୋଳିବେ। ତାପରେ ତୋଳିକି ଗୋଟିଏ କାଗଜରେ ପୁଡ଼ା ବାନ୍ଧିକି ସେହି ପୁଡ଼ାକୁ ଗୁରୁବାର ଦିନ ଆପଣ ସେଇ ଯେଉଁ ପୁଡ଼ା କରିଥିବେ କାଗଜରେ ବାନ୍ଧିକି ସେଇ ପୁଡ଼ାକୁ ଆପଣ ବିଷ୍ଣୁଙ୍କ ପାଖରେ ଅର୍ପଣ କରିବେ। ଭଗବାନ ବିଷ୍ଣୁଙ୍କ କୃପା ରହିଲେ କ'ଣ ହେବ ନା ଆପଣଙ୍କ ଘରେ ଯେଉଁ ବେକାରୀ ସମସ୍ୟା ରହିଛି, ଯେଉଁ ଚାକିରି ସମସ୍ୟା ହେଉ କି ଶିକ୍ଷାଗତ ସମସ୍ୟା ହେଉ ସେସବୁ ଆପଣଙ୍କ ଦୂର ହେଇଯିବ। ଆପଣ ସେଇଥିରୁ ମୁକ୍ତି ହେଇକି ଆଗକୁ ବଢ଼ିପାରିବେ। ଏହି ଉପାୟଟି ପାରିବ। ଏହା ଦ୍ୱାରା ହେଉଛି ଆପଣଙ୍କର କ'ଣ ହେବ ନା ସବୁ ଧନଗତ ସମସ୍ୟା ଦୂର ହେଇଯିବ। ତେଣୁ ଆପଣ ବିଷ୍ଣୁଙ୍କର ଯାହା ପାଖରେ କୃପା ରହିଥାଏ ସେହି ବ୍ୟକ୍ତି ଶିକ୍ଷକ ହୋଇଥାନ୍ତି। କାହିଁକି ନା ଗୁରୁ ବୃହସ୍ପତିଙ୍କର ଆରାଧ୍ୟ ହେଉଛନ୍ତି ସ୍ୱୟଂ ବିଷ୍ଣୁ ଏବଂ ଗୁରୁ ବୃହସ୍ପତି ଯାହାର ମଜବୁତ ଥାଏ କୁଣ୍ଡଳୀରେ ସେ ଭଲ ସରକାରୀ ଚାକିରି କରିଥାନ୍ତି। ତାଙ୍କର ଘରର ସମସ୍ତ ସଦସ୍ୟ ବୁଦ୍ଧିମାନ ବିଦ୍ୟମାନ ହୋଇଥାନ୍ତି। ଯଦି ଆପଣ ରୋଜଗାରଗତ ସମସ୍ୟାରୁ ଚାକିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଗୁରୁବାର ଦିନ 11ଟି ତୁଳସୀ ପତ୍ରରେ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରଟି ତୁଳସୀ ପତ୍ରରେ ଲେଖିଦେବେ ଏବଂ ବିଶ୍ୱାସର ସହିତ ଅଟା ଡବାରେ ସେହି ପତ୍ରକୁ ରଖିଦିଅନ୍ତୁ। ଦେଖିବେ ଆପଣଙ୍କର ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇଯାଇଥିବ ଏବଂ ଆପଣ ଶୁକ୍ରବାର ଦିନ ଅଟା ଡବାରେ ତୁଳସୀ ପତ୍ରକୁ
ରଖିଲେ କ'ଣ ହୋଇଥାଏ? ଦର୍ଶକ ବନ୍ଧୁ, ଶୁକ୍ରବାର ଦିନ 11ଟି ତୁଳସୀ ପତ୍ରକୁ ଅଟା ଡବାରେ ରଖିଲେ ନା କ'ଣ ହେଇଥାଏ? ଶୁକ୍ରବାର ଦିନ ତ ହେଉଛି ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଗୁରୁବାର ଦିନ ହେଉଛି ଲକ୍ଷ୍ମୀ ନାରାୟଣଙ୍କର ଦିନ ଏବଂ ଶୁକ୍ରବାର ହେଉଛି ଅଖଣ୍ଡ ଲକ୍ଷ୍ମୀ ହେବେ ଏବଂ ଅଖଣ୍ଡ ସୌଭାଗ୍ୟବତୀ ହେବେ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କଲେ ଶୁକ୍ର ଗ୍ରହ ମଜବୁତ ହେବ। କାହିଁକି ନା ଯଦି ଆପଣଙ୍କର ଇଚ୍ଛା ଥିବ ବଡ଼ ଘର କରିବା, ଟଙ୍କା, ସୁନା, ଗାଡ଼ି, ବଙ୍ଗଳା କିଣିବା, ଏହିସବୁ ଆପଣ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥିଲେ ହିଁ କରିପାରିବେ। ତେଣୁ ମହାଲକ୍ଷ୍ମୀ ସହିତ ଭଗବାନଙ୍କୁ ବିଷ୍ଣୁଙ୍କୁ ମଧ୍ୟ ପୂଜା କରିବା ନିହାତି ଦରକାର। ତେଣୁ ଶୁକ୍ର ଗ୍ରହ ମଜବୁତ ରହିବା ପାଇଁ ଶୁକ୍ରବାର ଦିନ ଆପଣ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଦର୍ଶକ ବନ୍ଧୁ, ଆପଣ ଅଟା ଡବାରେ ଏହି 11ଟି ତୁଳସୀ ପତ୍ରକୁ ରଖିଲେ ଏହାଦ୍ୱାରା ଧନଗତ ସମସ୍ୟା ଦୂର ହେବ। ଏହି ଉପାୟଟି ନିଶ୍ଚୟ କରନ୍ତୁ, ଦେଖିବେ ବହୁତ ସମସ୍ୟା ଦୂର ହୋଇଯିବ। ତା ସହିତ ଯଦି ଆପଣ ଚାହିଁବେ ଗୁରୁବାର ଦିନ ବି ଆପଣ ତୁଳସୀ ପତ୍ର ରଖିପାରିବେ ଏବଂ ଶୁକ୍ରବାର ଦିନ ବି, ତାହେଲେ ନିଶ୍ଚୟ ରଖନ୍ତୁ, କିଛି ଅସୁବିଧା ହେବ ନାହିଁ। ଗୁରୁବାର ଦିନ ବି 11ଟି ତୁଳସୀ ପତ୍ର ରଖିପାରିବେ ଏବଂ ଶୁକ୍ରବାର ଦିନ ବି। ଏହାଦ୍ୱାରା ଆପଣଙ୍କର ଧନଗତ ସମସ୍ୟା, ଯାହା ସବୁ ସମସ୍ୟା ଅଛି ସବୁ କିଛି ଦୂର ହୋଇଯିବ। ଯାହା ବି ଆପଣଙ୍କ ଦୁଃଖ, କଷ୍ଟ, ରୋଗ, ବ୍ୟାଧି ଅଛି ସବୁ କିଛି ଦୂର ହୋଇଯିବ। ତେବେ ଦର୍ଶକ ବନ୍ଧୁ, ଶୁକ୍ରବାର ଦିନ କ୍ଷୀରି ମା ଲକ୍ଷ୍ମୀଙ୍କ ଉପରେ ଭୋଗ ଲଗାନ୍ତୁ ଏବଂ ଶ୍ରୀ ସତମ୍ 11 ଥର ପାଠ କରନ୍ତୁ ଏବଂ ନିଜେ ସାଜସଜ୍ଜା ହୋଇ ଘରେ ମଧ୍ୟ ଆପଣ ସବୁ ଜିନିଷକୁ ସଫାସୁତୁରା ରଖନ୍ତୁ। ଘର ପରିଷ୍କାର କରନ୍ତୁ। ଘରର ଦାଣ୍ଡ ଦୁଆରରେ ଦୀପଟିଏ ଲଗାନ୍ତୁ ଏବଂ ଘରର ଏରୁଣ୍ଡି ବନ୍ଧରେ ପୂଜା କରିଥାନ୍ତୁ। ସେ ଘରେ ଅଖଣ୍ଡ ଦୀପ ଲଗେଇଥାନ୍ତୁ ଏବଂ ଏହି ପୂଜାରେ ଗୋଟିଏ ଅଲଗା ନିୟମ ରହିଛି। ଆପଣମାନେ ଯଦି ଚାହୁଁଛନ୍ତି, ୟା ଉପରେ ଗୋଟିଏ ଭିଡ଼ିଓ ଆଗକୁ ନିଶ୍ଚୟ ଆସିବ। ଯେଉଁମାନେ ଚାହୁଁଛନ୍ତି କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚୟ ଜଣାନ୍ତୁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଗୁରୁବାରର ବହୁତ ସାରା ଭିଡ଼ିଓ ମୋ ଚ୍ୟାନେଲରେ ଦେଖିଥିବେ। ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି, ତେବେ ଗୋଟିଏ ଦିନ ନୁହେଁ, ପ୍ରତିଦିନ ଘରକୁ ସଫାସୁତୁରା ରଖନ୍ତୁ। ଯଦି ଆପଣଙ୍କ ଘରେ ଯେଉଁଠି ବି ଆପଣ ଠାକୁର ପୂଜା କରୁଛନ୍ତି, ମାନେ ଆପଣଙ୍କ ପୂଜା ଘରେ ଯଦି ଦିଆସିଲି କାଠି ସରିଯାଉଛି, ତାର ଖଡ଼କୁ ଠାକୁର ଘରେ ଜମା ବି ରଖନ୍ତୁ ନାହିଁ ପକେଇକି। ଖଡ଼ ଯଦି ସରିଗଲା ତାହେଲେ ତାକୁ ଆପଣ ଡଷ୍ଟବିନରେ କି ଆପଣ ଯେଉଁଠି ସବୁ ଅଳିଆ ପକାନ୍ତି ସେଇଠି ପକେଇ ଦିଅନ୍ତୁ। କେବେ ବି ପୂଜା ଘରେ ଖାଲି ଦିଆସିଲିକୁ ରଖିବେ ନାହିଁ। ପୂଜା ଘର ହଉ କି ରୋଷେଇ ଘର ହଉ, ସରିଯାଇଥିବା ଦିଆସିଲି ଖଡ଼କୁ କେବେ ବି ରଖନ୍ତୁ ନାହିଁ। ଏମିତି କଲେ ଅଶୁଭ ହୋଇଥାଏ। ପୂଜା ଘର ସହିତ ବାଥରୁମ୍ ବି ଆପଣ ସଫାସୁତୁରା ରଖନ୍ତୁ ଏବଂ ନିଜେ ବି ସଫାସୁତୁରା ରୁହନ୍ତୁ। ପୁରୁଷ ହୁଅନ୍ତୁ କି ସ୍ତ୍ରୀ ହୁଅନ୍ତୁ, ସଫାସୁତୁରା ରୁହନ୍ତୁ ଏବଂ ଘରକୁ ମଧ୍ୟ ସଫାସୁତୁରା ରଖନ୍ତୁ ଏବଂ ଆଚାର ଏବଂ ବିଚାରକୁ କାହାରକୁ ଆପଣ ଘୃଣା କରନ୍ତୁ ନାହିଁ। ଟଙ୍କା ପାଇଁ ଆପଣଙ୍କ ମନରେ ଯେଉଁ ଚିଡ଼ଚିଡ଼ ଭାବନା ଆସୁଥିବ, ସେ ଧୀରେ ଧୀରେ ଚାଲିଯିବ। ବେଳେ ଆପଣଙ୍କ ମନରେ ଏଇଟା ଥିବ ଯେ କାହିଁକି ନା ସିଏ ମୋଠୁ ଉପରକୁ ଯାଉଛି। ବର୍ତ୍ତମାନ ଆପଣ ନିଜକୁ କାହା ସହିତ ବି ତୁଳନା କରିବେ ନାହିଁ। କାହା ଉପରେ ବି ଈର୍ଷା କରିବା ଉଚିତ ନୁହେଁ। ସମସ୍ତେ ସମସ୍ତଙ୍କ ଜୀବନରେ ସଫଳତା ନିହାତି ଥରେ ନା ଥରେ ଆସିଥାଏ। ନିଜର ବିଚାରକୁ
ବିଚାରଧାରାକୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରନ୍ତୁ। ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ପ୍ରଥମେ ନିଜର ଆଚାର ବ୍ୟବହାର ଏବଂ ନିଜର କୁବିଚାରକୁ ମଧ୍ୟ ଦୂର କରନ୍ତୁ। ତାପରେ ଆପଣ ଦେଖିବେ ଆପଣଙ୍କର ବହୁତ ସାରା ଉନ୍ନତି ହେବ। ଆପଣଙ୍କ ଘରେ ସମସ୍ତେ ଲୋକଙ୍କର ଉନ୍ନତି ହେବ। ସମସ୍ତେ ନିଜ ନିଜ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ମନସ୍କାମନା ସମସ୍ତଙ୍କର ପୂରଣ ହେବ। ବହୁତ ବର୍ଷ ଧରି ଯାହା ଆପଣଙ୍କର ଇଚ୍ଛା ମନସ୍କାମନା ପୁରା ହେଇନି ସେଇ ଇଚ୍ଛା ଆଶା ଆକାଂକ୍ଷା ଗୁଡ଼ିକ ମଧ୍ୟ ପୂରଣ ହେବ। ତେବେ ଆଜିର ଏହି ଭିଡ଼ିଓଟି ଏଇଠି ସମାପ୍ତ କରୁଛି। ପୁଣି ଆସିବି ଗୋଟିଏ ସୁନ୍ଦର ଭିଡ଼ିଓ ନେଇ। ନମସ୍କାର।